श्रोता बंधु भगवत गीता कथारे आपनको स्वागत। न कर्मणा मनारंभा नष्टम्यं पुरुष सुते न च संन्यासो सनादेव सिद्धिं समधि गच्छति। भगवान श्रीकृष्ण अर्जुन को कहते जे अर्जुन केवल कर्म न करी लोक कर्मर प्रतिक्रिया मुक्त हो पारिब नहीं किंबा केवल संन्यास द्वारा सिद्धि प्राप्त केही करिपारिबे नहीं। भौतिकवादी मानव मानक हृदय विशुद्धकरण निमित्त केतेक कर्तव्य कर्म निर्धारण कराଯାଇଛି। ସେହି कर्मଗୁଡ଼ିକ संपादन करी विशुद्ध ହେଲା ପରେ ବ୍ୟକ୍ତି ସନ୍ନ୍ୟାସ ଗ୍ରହଣ କରିପାରେ। ହୃଦୟର ବିଶୁଦ୍ଧତା ହାସଲ ନ କରି ସିଧାସଳଖ ସନ୍ନ୍ୟାସ ଗ୍ରହଣ କଲେ କେହି ସିଦ୍ଧିଲାଭ କରିପାରିବେ ନାହିଁ। ପ୍ରୟୋଗ ସିଦ୍ଧି ଦାର୍ଶନିକ ମାନଙ୍କର ମତ ହେଲା ବ୍ୟକ୍ତି କେବଳ ସନ୍ନ୍ୟାସ ଗ୍ରହଣ କଲେ କିମ୍ବା ସକାମ କର୍ମରୁ ବିରତ ହେଲେ ସାଙ୍ଗେ ସାଙ୍ଗେ ନାରାୟଣ ହୋଇଯାଏ, କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଏହାକୁ ଅନୁମୋଦନ କରୁନାହାନ୍ତି। ହୃଦୟର ବିଶୁଦ୍ଧକରଣ ବ୍ୟତୀତ ସନ୍ନ୍ୟାସ ଗ୍ରହଣ ସମାଜରେ କେତେକ ବିଭ୍ରାଟ ସୃଷ୍ଟି ଛଡ଼ା ଆଉ କିଛି ନୁହେଁ। ଅନ୍ୟ ପକ୍ଷରେ ବ୍ୟକ୍ତି ତାର କର୍ତ୍ତବ୍ୟ କର୍ମ ସମ୍ପାଦନ ନ କରି ଯଦି ଭଗବାନଙ୍କର ଦିବ୍ୟ ସେବାରତ ହୋଇଯାଏ ତାହେଲେ ସେ ଦିଗରେ ସେ ଯାହା କିଛି ବି କରେ ତାହା ବୁଦ୍ଧିଯୋଗ ବୋଲି ଭଗବାନ ସ୍ୱୀକାର କରୁଛନ୍ତି। ସ୍ୱଳ୍ପମ୍ ଅଳ୍ପସ୍ୟ ଧର୍ମସ୍ୟ ତ୍ରାୟତେ ମହତ ଭୟାତ୍। ଏପରିକି ଭଗବାନଙ୍କ ପାଇଁ ଅଳ୍ପ ମାତ୍ରାରେ ଯଦି ବ୍ୟକ୍ତି କିଛି କର୍ମ କରିଥାଏ ତାହେଲେ ତାହା ମଧ୍ୟ ତାକୁ ବିରାଟ ବିପଦରୁ ଉଦ୍ଧାର କରିପାରିବ। ଯଦି ସେ ପରିବାରରେ ରହି ପରିବାରର ସେବା କରୁଛି ଠିକ୍ ଅଛି, ଯଦି ସେ ପରିବାର ଛାଡ଼ି ସନ୍ନ୍ୟାସ ଗ୍ରହଣ କରୁଛି ତାହେଲେ ସେ ଭଗବାନଙ୍କ ସେବା କରିବା ପାଇଁ ତାକୁ ପଡ଼ିବ। ଭଗବାନ କହୁଛନ୍ତି ତୁମେ ପରିବାର ରହି ପରିବାର ସେବା କରିପାର। ଯଦି ପରିବାରରେ ମନ ଲାଗୁନି ତାହେଲେ ତୁମେ ସନ୍ନ୍ୟାସ ନେଇ ଭଗବାନଙ୍କ ସେବା ବି କରିପାର। ନହିଁ କଶ୍ଚିତ୍ କ୍ଷଣମପି ଜାତୁ ତିଷ୍ଠତ୍ୟା କର୍ମକୃତ କାର୍ଯ୍ୟତେ ହ୍ୟାବଶଃ କର୍ମ ସର୍ବଃ ପ୍ରକୃତି ଜୈଗୁଣ। ଏହି ଶ୍ଲୋକରେ ଭଗବାନ କହୁଛନ୍ତି ପ୍ରକୃତି ଜାତ ଗୁଣ ଯୋଗୁଁ ସମସ୍ତେ କର୍ମ କରିବାକୁ ବାଧ୍ୟ ହୁଅନ୍ତି, କେହି କ୍ଷଣ ସୁଦ୍ଧା କର୍ମ ନ କରି ରହିପାରିବେ ନାହିଁ। ଶ୍ରୋତା ବନ୍ଧୁ, ସର୍ବଦା କର୍ମଠ ହେବା ଆତ୍ମାର ପ୍ରକୃତି, ଏହା ଶରୀରର ଧର୍ମ ନୁହେଁ। ଚିଦାତ୍ମାର ଉପସ୍ଥିତି ବିନା ଏ ଜଡ଼ ଶରୀର ଚଳପ୍ରଚଳ ହୋଇପାରିବ ନାହିଁ। ଏ ଶରୀର ହେଉଛି ଏକ ମୃତଯାନ। ଆତ୍ମା ଏହାକୁ କାମରେ ଲଗାଇବା ନିମିତ୍ତ ତିଆରି ହୋଇଛି। ଆତ୍ମା ସର୍ବଦା କର୍ମଠ, ସେ କ୍ଷଣେ ସୁଦ୍ଧା ନିଷ୍କ୍ରିୟ ହୋଇ ରହିପାରିବ ନାହିଁ। ତେଣୁ ସେ ଆତ୍ମା କୃଷ୍ଣ ଚେତନାରେ କୃଷ୍ଣ କର୍ମରେ ନିଯୁକ୍ତି କରିବା ଉଚିତ। ଶ୍ରୋତା ବନ୍ଧୁ, ଯଦି କୌଣସି ଗୋଟିଏ ଶକ୍ତିକୁ ଆମେ ଭଲ କାମରେ ନ ଲଗାଉ, ସେ ଶକ୍ତି କୌଣସି ଖରାପ କାମରେ ଲାଗିଲେ ସେ ଦୁନିଆକୁ ହଇରାଣ କରେ କିମ୍ବା ଖରାପ କରିଦିଏ। ଯଦି ଆମେ ଆତ୍ମାକୁ ଭଗବାନଙ୍କ ସେବାରେ ଲଗାଉଛେ ତାହେଲେ ସେ ମୁକ୍ତି ପାଇଁ ଚେଷ୍ଟା କରିବ। ଯଦି ଆମେ ଭଗବାନଙ୍କ ସେବାରେ ନ ଲଗାଉଛେ ତାହେଲେ ସିଏ ଭୂତ ପ୍ରକୃତିର ସଂସ୍ପର୍ଶରେ ଆସି ମାୟାର କବଳରେ ପଡ଼ି ବଦ୍ଧଜୀବୀ ହୋଇ କଷ୍ଟ ପାଇବ। ନଚେତ୍ ଏହା ମାୟା ଶକ୍ତି କବଳିତ ହୋଇ ମାୟା କର୍ମରେ ନିଯୁକ୍ତି ହୋଇଯିବ। ମାୟା ଶକ୍ତିର ବା ଭୂତ ପ୍ରକୃତିର ସଂସ୍ପର୍ଶରେ ଆସିଲେ ଆତ୍ମା ଭୂତ ପ୍ରକୃତିର ଗୁଣ ଲାଭ କରେ। ତେଣୁ ଆତ୍ମାକୁ ଭୌତିକ ଦୋଷରୁ ମୁକ୍ତି କରିବା ନିମିତ୍ତ ତାହାକୁ ଶାସ୍ତ୍ର ଅନୁମୋଦିତ କର୍ମରେ ଲଗାଇବାକୁ ପଡ଼ିବ। ଯଦି ଆତ୍ମା ସ୍ୱଭାବତଃ କୃଷ୍ଣ ଚେତନାରେ ବା କୃଷ୍ଣ କର୍ମରେ ନିଯୁକ୍ତି ହୋଇଥାଏ ତାହେଲେ ଖୁବ୍ ଭଲ। ଶ୍ରୀମଦ୍ ଭାଗବତମରେ ଏମିତି ପ୍ରକାର କୁହାଯାଇଛି, ତ୍ୟକ୍ତ ସଧର୍ମ ଚରଣାମ୍ବୁଜ ହରେର୍ ଭଜନ ପକ୍ୱତ ପତେ ତତ ଯଦି ଯତ୍ର କୋ ବା ଭଦ୍ରମ ଭୂଦମସ୍ୟ କିଙ୍କ ବାର୍ଥ ଆପ୍ତ ଭଜନା ସ୍ୱଧର୍ମତଃ। ଅର୍ଥାତ୍ ଯଦି କେହି ଶାସ୍ତ୍ର ନିର୍ଦ୍ଦେଶ ଅନୁଯାୟୀ କର୍ମ ନ କରି କିମ୍ବା ଠିକ୍ ଭାବରେ ଭକ୍ତିଯୋଗ ମାର୍ଗ ଅବଲମ୍ବନ ନ କରି କୃଷ୍ଣ ଚେତନା ଗ୍ରହଣ କରେ ତାହେଲେ ମଧ୍ୟ କିଛି କ୍ଷତି ନାହିଁ। ସେ ଯଦି ଅଧପତିତ ହୁଏ ତେବେ ବି କିଛି କ୍ଷତି ନାହିଁ। ଅର୍ଥାତ୍ ସେ ଯଦି ଭଗବାନ ପାଇଁ କରୁଥିବା କର୍ମ କରି ଅଧାରୁ ଛାଡ଼ିଦିଏ ସେଥିରେ କିଛି କ୍ଷତି ନାହିଁ। କିନ୍ତୁ ସେ ଯଦି କୃଷ୍ଣ ଚେତନାଶୀଳ ନ ହୋଇ ବିଶୁଦ୍ଧ ହେବା ନିମିତ୍ତ ସମସ୍ତ ଶାସ୍ତ୍ର ବିଧି ନିର୍ଦ୍ଦେଶ ଗ୍ରହଣ କରେ ତାହେଲେ
ସେଥିରୁ କିଛି ଲାଭ ହେବ ନାହିଁ। ଏହି ଶ୍ଲୋକରେ ଭଗବାନ ଆମକୁ କହୁଛନ୍ତି, ତୁମେ ଯଦି ଶାସ୍ତ୍ର ନିର୍ଦ୍ଦେଶ ମାନି କର୍ମ କରୁଛ କିନ୍ତୁ ଭଗବାନଙ୍କ ଶରଣରେ ଆସୁନ, ତାହେଲେ ସେ କର୍ମର କିଛି ମୂଲ୍ୟ ନାହିଁ। ତେଣୁ କୃଷ୍ଣଙ୍କ ପଦାରବିନ୍ଦରେ ପହଞ୍ଚିବା ନିମିତ୍ତ ସମସ୍ତ କ୍ରିୟାର ଆବଶ୍ୟକତା ଅଛି। ସେଥିପାଇଁ ସନ୍ନ୍ୟାସ କିମ୍ବା ଯେକୌଣସି ପ୍ରକାର ସଂସ୍କାର କ୍ରିୟା କେବଳ ମାତ୍ର ବ୍ୟକ୍ତିକୁ ଅନ୍ତିମ ଲକ୍ଷ୍ୟ କୃଷ୍ଣ ଚେତନା ଲାଭ କରିବା ନିମିତ୍ତ ସାହାଯ୍ୟ କରେ। କିନ୍ତୁ ଏସବୁ ସତ୍ୟ ଯଦି ବ୍ୟକ୍ତି କୃଷ୍ଣ ଚେତନା ଲାଭ ନ କଲା, ତାହେଲେ ସବୁ ବୃଥା ବୋଲି ଭଗବାନ କହୁଛନ୍ତି। ଭଗବାନ କହୁଛନ୍ତି, ଜୀବନର ଅନ୍ତିମ ଲକ୍ଷ୍ୟ ଭଗବାନଙ୍କୁ ଆମେ ରଖିବା ଦରକାର। କର୍ମେନ୍ଦ୍ରିୟାଣି ସଂଯମ୍ୟ ଆସ୍ତେ ମନସା ସ୍ମରନ୍ ଇନ୍ଦ୍ରିୟାର୍ଥାନ୍ ବିମୂଢ଼ାତ୍ମା ମିଥ୍ୟାଚାର ସଉଚ୍ୟତେ। ଯେ ଇନ୍ଦ୍ରିୟମାନଙ୍କୁ ଦମନ କରିଥାଏ କିନ୍ତୁ ମନରେ ଇନ୍ଦ୍ରିୟ ଭୋଗ୍ୟ ବିଷୟବସ୍ତୁ ଗୁଡ଼ିକ ଚିନ୍ତା କରୁଥାଏ, ସେ ନିଜକୁ ହିଁ ଠକିଥାଏ। ତାକୁ ମିଥ୍ୟାଚାରୀ ବା ଛଳନାକାରୀ ବୋଲି କୁହାଯାଏ। ଅନେକ ଏପରି ଛଳନାକାରୀ ଅଛନ୍ତି ଯେଉଁମାନେ କୃଷ୍ଣ ଚେତନାରେ କର୍ମ କରିବାକୁ ମନା କରନ୍ତି। ସେମାନେ ଭଗବାନଙ୍କର ସେବା କରିବାକୁ ମନା କରନ୍ତି ଏବଂ ଭଗବାନଙ୍କ ପାଖକୁ ଯିବା ପାଇଁ ମନା କରନ୍ତି। ସେମାନେ ଲୋକ ଦେଖାଣିଆ ଢଙ୍ଗରେ ଧ୍ୟାନ କରନ୍ତି କିନ୍ତୁ ମନେ ମନେ ଇନ୍ଦ୍ରିୟ ସୁଖ କାମନା କରୁଥାନ୍ତି। ଏ ଛଳନାକାରୀମାନେ ସାଧାରଣ ଲୋକଙ୍କୁ ଠକିବା ପାଇଁ କିଛି ଶୁଷ୍କ ଦର୍ଶନ ମଧ୍ୟ ବାଢ଼ନ୍ତି। କିନ୍ତୁ ଏ ଶ୍ଲୋକରେ ଭଗବାନ କହିଛନ୍ତି ସେମାନେ ବିଶିଷ୍ଟ ଠକ ଅଟନ୍ତି। ଇନ୍ଦ୍ରିୟ ସୁଖ ପାଇବା ପାଇଁ ବ୍ୟକ୍ତି ସମାଜରେ ଯେକୌଣସି ଏକ ବର୍ଣ୍ଣ ବିଭାଗରେ କର୍ମ କରିପାରେ। କିନ୍ତୁ ସେ ଯଦି ନିର୍ଦ୍ଦିଷ୍ଟ କର୍ମର ନୀତି ନିୟମ ଆଦି ପାଳନ କରେ, ତାହେଲେ ସେ ତାର ସ୍ଥିତିକୁ ବିଶୁଦ୍ଧ କରିବା ମାର୍ଗରେ ଅଗ୍ରଗତି କରିପାରେ। ସେ ନିଜକୁ ଯୋଗୀ ବୋଲି ବାହାରକୁ ଦେଖାଇ ହୁଏ କିନ୍ତୁ ମନ ମଧ୍ୟରେ ଇନ୍ଦ୍ରିୟ ସୁଖଭୋଗ କାମନା କରୁଥାଏ। ସେ ବେଳେବେଳେ ଦର୍ଶନ ବାଢ଼ିଲେ ବି ସେ ଏକ ମହାନ ଠକ ଅଟେ। ତାର ଜ୍ଞାନର କୌଣସି ମୂଲ୍ୟ ନାହିଁ, କାରଣ ଭଗବାନଙ୍କର ମାୟାଶକ୍ତି ଏ ପାପୀ ବ୍ୟକ୍ତିର ଜ୍ଞାନକୁ ଚୋରି କରି ନିଅନ୍ତି। ଜ୍ଞାନ ଯଦି ଭଲ କାମରେ ନ ଲାଗେ, ତାହେଲେ ସେ ଜ୍ଞାନ କିଛି ଦିନ ପରେ ନଷ୍ଟ ହୋଇଯାଏ। ଏହି କଥା ଭଗବାନ ଗୀତାରେ ମଧ୍ୟ କହିଛନ୍ତି ଯେ ଜ୍ଞାନକୁ ଆପଣ ଭଲ କାମରେ ଲଗାନ୍ତୁ। ଯଦି ଖରାପ ଆଡ଼େ ସେ ଲାଗିଯାଏ, ସିଏ ବହୁତ ଲୋକଙ୍କର ନଷ୍ଟ ବିନଷ୍ଟ କରିଦେବ। ତେଣୁ ଭଗବାନ କହିଛନ୍ତି ସେ ଜ୍ଞାନ ମଧ୍ୟ ଅଳ୍ପ ଦିନରେ ନଷ୍ଟ ହୋଇଯାଏ। ଏ ପ୍ରକାର ଏକ ଛଳନାକାରୀର ମନ ସର୍ବଦା କଳୁଷିତ ଏବଂ ସେଥିପାଇଁ ତାହାର ଏ ଲୋକଦେଖାଣିଆ ଧ୍ୟାନଯୋଗ ସାଧନାର କୌଣସି ମୂଲ୍ୟ ନାହିଁ। ଶ୍ରୋତାବନ୍ଧୁ, ଭଗବଦ୍ ଗୀତାର ପ୍ରତ୍ୟେକ ବାଣୀ ଆପଣମାନେ ହୃଦୟଙ୍ଗମ କରିବା ଦରକାର। ଏହିସବୁ କଥା ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି, ଯାହାକି ଆମେ ଗୀତା ରୂପରେ ପଢ଼ି ଆମେ ତାକୁ ଶିଖିବା ଦରକାର। ଦୁନିଆରେ ବଞ୍ଚିବା ପାଇଁ ଯେଉଁ ଜ୍ଞାନ ଦରକାର, ସେସବୁ ଜ୍ଞାନ ସମସ୍ତଙ୍କ ପାଖରେ ନଥାଏ। ତେଣୁ ଆମେ ଏହି ଶାସ୍ତ୍ର ଜ୍ଞାନ ନେଇ ଆମେ ଜୀବନରେ ଆଗକୁ ଯିବା ପାଇଁ ଚେଷ୍ଟା କରିବା। ଆମେ ଆଗାମୀ ଅଧ୍ୟାୟରେ ଶ୍ଲୋକ 7 ନମ୍ବର ଠାରୁ ଆଗକୁ ଆଲୋଚନା କରିବା। ସେତେ ପର୍ଯ୍ୟନ୍ତ ଧନ୍ୟବାଦ। ହରେ କୃଷ୍ଣ।